श्रीमन श्री सत्यनारायण चरण प्रीत्यर्थे सर्वे बोल आनंद एक बार हरि हरि बोल। उत्कल भारती बीणा पुस्तक मंडिता माँ शारदा चरण प्रीत्यर्थे सर्वे बोल आनंद एक बार हरि हरि बोल। समस्त उत्कलीय साहित्य अनुरागी दर्शक दर्शिका मानकर श्रीमान सत्यनारायण श्रद्धारिष्ट खंडन पूर्वक समस्त को आनंद सुख स्वाच्छंद प्रदान करंतु सर्वे बोल आनंद एक बार हरि हरि बोल। बोल रे पामर मन आहुरी आनंद एक बार हरि हरि बोल। गौरं करुणावतारं संसार सारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। गिरिराज हिमालयर 752 श्रृंग मध्यरु कैलाश श्रृंग मध्य माँ भवानी सहित विद्यमान होता भगवान शंकर एवं माँ भवानी आज ये पवित्र अनुष्ठान रे पदार्पण करी मोर समस्त उत्कलीय मानकर दुख दुर्दशा दूर करने संगे संगे समस्त को सुख स्वाच्छंद आनंद प्रदान करंतु बोल आनंद एक बार। पंचभूतर शरीर पंचभूतर शरीर बुझे ना काहाको बुझे परमात्मा को ए आत्मा केते भल पाए माटी शरीर तुमको केते भल पाए माटी शरीर तुमको। पंचभूतर शरीर पंचभूतर शरीर बुझे ना काहाकू बुझे परमात्मा को ए आत्मा केते भल पाए माटी शरीर तुमको केते भल पाए माटी शरीर तुमको। केते कर्म धर्म बले दुर्लभ जनम पाइला मानव देह धरारे अधम पाइला मानव देह धरारे अधर्म पाइला मानव देह धरारे अधम। केते कर्म धर्म बले दुर्लभ जनम पाइला मानव देह धरारे अधम पाइला मानव देह धरारे अधम पाइला मानव देह धरारे अधम। जेउ देह पाइथिले राम बलराम जेउ देह पाइथिले राम बलराम धर्म ध्वजा उड़िला कहे अभिराम धर्म ध्वजा उड़िला कहे अभिराम। अधर्म रे आखि ठारो अधर्म रे आखि ठारो माइली धर्म को ए आत्मा
ସଂସାରରେ ପୁଅ ଝିଅ ପ୍ରେମ ପାଗଳ କରିଲା ମୋତେ ବିହେଲା ବାମ ପାଗଳ କରିଲା ମୋତେ ହରି ପାଗଳ କରିଲା ମୋତେ ହେଲା ବାମ ପାପ ପୀଡ଼ାର ଶରୀର ବୁଝିଲାନି ଧର୍ମ ପାପ ପୀଡ଼ର ଶରୀର ବୁଝିଲାନି ଧର୍ମ ବନ୍ଧି ନେବ କାଳ ପାଶେ ଦିନେ କାଳ ଜମ ବାନ୍ଧି ନେବ ଦିନେ କାଳ ଜମ ସରି ଜୀବ ନୀଳା ଖେଳା ସରି ଜୀବନୀଳା ଖେଳା ଜନ୍ମ ଜନ୍ମକୁ ଏ ଆତ୍ମା କେତେ ଭଲ ପାଏ ମାଟି ଶରୀର ତୁମକୁ କେତେ ଭଲ ପାଏ ମାଟି ଶରୀର ତୁମକୁ ପଞ୍ଚଭୂତର ଶରୀର ପଞ୍ଚଭୂତର ଶରୀର ବୁଝେ ନା କାହାକୁ ବୁଝେ ପରମାତ୍ମାକୁ ଏ ଆତ୍ମା କେତେ ଭଲ ପାଏ ମାଟି ଶରୀର ତୁମକୁ 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 জয় জয় জগন্নাথ জগত মঙ্গল ଏ ଆତ୍ମା ତୁମ୍ଭରି ପାଦକୁ ପ୍ରଭୁ କରିଛି ସମ୍ବଳ ଏ ଆତ୍ମା ଇଏ ତୁମ୍ଭ ପାଦ ପଦ ବିନୁ ଅନ୍ୟ ଆଶ୍ରା ନାହିଁ ଏ ଆତ୍ମା ଇଏ ସଂସାର ସାଗରୁ ରଖ ଆହେ ପ୍ରାଣ ସାଇଁ ଏ ଆତ୍ମା ଇଏ ତୁମ୍ଭେ ମୋର ଜୀବ ପ୍ରଭୁ ମୁଁ ପରା ଶରୀର ଏ ଆତ୍ମା ଇଏ ତୁମ୍ଭେ ଛାଡ଼ିଗଲେ ଏହି ପିଣ୍ଡଟା ଅସାର ଏ ଆତ୍ମା ଏ ଅନ୍ତିମ କାଳରେ ପ୍ରଭୁ ଏତିକି ପ୍ରାର୍ଥନା ଏ ଆତ୍ମା ଇଏ ତକା ନୟନକୁ ଟିକେ ଦେଖାଦେବ ସିନା ଏ ଆତ୍ମା ଇଏ ସ୍ୱର୍ଗ ଦ୍ୱାରେ ଟିକେ ହେବ ମୋ ଦାହ ସଂସ୍କାର ଏ ଆତ୍ମା ଇଏ ଏତିକି ବାଗୁଣି ପ୍ରଭୁ ତୁମ୍ଭରି ଇଚ୍ଛା ମୋର ଜୀବନର ପରିସମାପ୍ତି ବେଳେ ମଣିଷ ଆଶା କରେ କଣ ନା ସ୍ୱର୍ଗ ଦ୍ୱାରରେ ଟିକେ ଦାହ ହେବି ଆଚ୍ଛା ପ୍ରଭୁଙ୍କୁ ଦର୍ଶନ କରୁ କରୁ ଟିକେ ମୃତ୍ୟୁ ପାଇବି ବେଶ ସ୍ୱର୍ଗ ଦ୍ୱାରରେ ଟିକେ ଦାହ ହେବି ହଁ। ଇଏ ପ୍ରତ୍ୟେକ ଜୀବନର ଶେଷ ଇଚ୍ଛା ଆଜି ସେଇ ଶେଷ ଇଚ୍ଛା କଥା କହିବା କହିବା ଗୋଟିଏ ଭକ୍ତକୁ କେମିତି ଭଗବାନ ନେଇ ସ୍ୱର୍ଗ ଦ୍ୱାରରେ ପୋଡ଼ିବାର ବ୍ୟବସ୍ଥା କଲେ ଆଚ୍ଛା କିଏ ସେଇ ମହାନ ଭକ୍ତ କିଏ ସେ କିଏ ସେଇ ମହାନ ଭକ୍ତ ସକାଳ ପହରୁ କିଛି ଖାଇ ନାହିଁ କ୍ଷୁଧାରେ ଜଳୁଛି ଜଠର କିଛି ଗଣ୍ଡେ ମା ଖାଇବାକୁ ଦେଇ ପୁରାଣ କର ମଉଦା ପବିତ୍ର ଶ୍ରୀକ୍ଷେତ୍ର ଧାମ ଆଚ୍ଛା ଦୋଳମଣ୍ଡପ ସାହି ଆଜ୍ଞା ଦୋଳମଣ୍ଡପ ସାହି ସେଇ ଦୋଳମଣ୍ଡପ ସାହିରେ ଗୋଟିଏ ବୁଢ଼ୀର ଘର ଚାଳିଆ ଘର ବଖରାଏ ବେଶ କିଛି ଆଡମ୍ବର ନାହିଁ 80 ବର୍ଷିଆ ବୁଢ଼ୀଟିଏ ହାତରେ ଆଶାବାଡ଼ି ଖଣ୍ଡିଏ ଧରିଛି ଆଚ୍ଛା ଆଖିର ଜ୍ୟୋତି ନିଷ୍ପ୍ରଭ ହେଇଗଲାଣି ବେଶ କାନକୁ ଆଉ ଶୁଭେ ନା ନା ଚାଲିବାର ଶକ୍ତି ନାହିଁ ତାରି ଦୁଆରେ ଶୁଭିଲା ମତେ ଗଣ୍ଡେ ଖାଇବାକୁ ଦେ ମା ମୁଁ ଅନେକ ଦିନ ହେଲା କିଛି ଖାଇନି ମତେ ଗଣ୍ଡେ ଖାଇବାକୁ ଦେ ମା ମୁଁ ଅନେକ ଦିନ ହେଲା କିଛି ଖାଇନି ଯେତେବେଳେ ଏ ରାବ ଶୁଭିଲା ସେ ବୁଢ଼ୀଟି କଣ କଲା କଣ କଲା ଅଣ୍ଡାଳି ଅଣ୍ଡାଳି ଚାଲିଗଲା ବୁଢ଼ୀ ଜଷ୍ଟି ଖଣ୍ଡେ ଧରି ଦାଣ୍ଡକୁ ଇଏ ନଈ କରି ନିରିଲେ ସମୟନରେ ଚାହିଁ ରହି ତାଉ ପାଖକୁ ବାଡ଼ି ଖଣ୍ଡିଏ ଧରି ବୁଢ଼ୀ ପହଞ୍ଚି ଗଲା ଦାଣ୍ଡ ଦୁଆରେ ଆଚ୍ଛା ଦେଖିଲା କେହି ବୋଲେ କେହି ନାହାନ୍ତି ନା ନା ନା
କଣ ଶୁଣିଲି କଣ ଶୁଣିଲି କିଏ ଜଣେ ଡାକିଲା ଖାଇବାକୁ ଦିଅ ବୋଲି ମା କିଛି ଖାଇନି କଷ୍ଟ ହଉଛି ପେଟ ଗଣ୍ଡେ ଖାଇବାକୁ ଦେ କାଇଁ କେହି ତ ବୋଲି କେହି ନାହିଁ ନାଇଁ ନାଇଁ କିଏ ଡାକିଲା ବୋଧେ କିଏ ପିଲା ଲୋକ ବାଉଳା ହେଇ ଡାକି ଦେଇଥିବ କଣ ଚାଲି ଯାଇଥିବ ବସି ପଡିଲା ଦଣ୍ଡପିଣ୍ଡାରେ ବୁଢୀ ବୁଢୀ ବସିଛି ଚାଲିବାର ଶକ୍ତି ନାହିଁ ନାଇଁ ଶରୀର ଦୁର୍ବଳ ହେଇଗଲାଣି ବେଶ ଯେତେବେଳେ ବୁଢୀ ବସି ପଡିଲା ମନେ ପଡିଗଲା ପିଲାଦିନର କଥା ବିଗତ କଥା ସେଇ ବିଗତ କଥାକୁ ମନେ ପକେଇ ବୁଢୀ କହୁଛି ସବୁ ଭରସାକୁ କାଟି ଦେଇ ଦେବେ ନେଲି ଯାହା ଆଶା ଭରସା ଅନ୍ତିମ ସମୟ ସେହି ପ୍ରଭୁ ମୋର କଲା ମତେ ଲୋକ ହସା କେହି ନାହିଁ ମୋର କେହି ନାହିଁ ବାପା ନାହିଁ ନାଇଁ ଭାଇ ନାହିଁ ନାହିଁ ମା ନାହିଁ ନାହିଁ ଜ୍ଞାତି କୁଟୁମ୍ବ ନାହିଁ ନା ସମସ୍ତଙ୍କର ଭରସା ତୁଟେଇ ଦେଇ ତୁଟେଇ ଦେଇ ଏଇ କଳିଆ ଶାନ୍ତର ଭରସା କରିଥିଲି ବେଶ। ଏଇ କାଳିଆ ଶାନ୍ତକୁ ଭରସା କରିଥିଲି ଆଚ୍ଛା। ଆଜି ଜୀବନର ଅପରାହ୍ନ ମୋର ଆହା। ଆଜି ଜୀବନର ଶେଷ ସମୟ ମୋର ବେଶ। ମତେ କାଳିଆ ଶାନ୍ତ ପର କରିଦେଲେ ମତେ କାଳିଆ ଶାନ୍ତ ପର କରିଦେଲେ କାହିଁକି ଏ କଥା କହୁଛି କାହିଁକି ପାଦରେ ବାନ୍ଧିନୁ ପୁରା ଘାଗରା ବାନ୍ଧି କଟିର ରେ ଘାଗରା ବାନ୍ଧି ପଟିର କେତକୀ କୁସୁମ କଳି ଗଭା ସଜାଇ କେତକୀ କୁସୁମ ଖାଇ ଗଭା ସଜାଇ ଗୀତ ଗୋବିନ୍ଦର କାନ୍ତ କୋମଳ ପଦଳିତରେ କୋମଳ ପଦଲଳିତ ମୃଦଙ୍ଗର ତାଳେ ତାଳେ ପାଦ ମିଶାଇ ମୃଦଙ୍ଗର ତାଳେ ତାଳେ ପାଦ ମିଶାଇ ଆନନ୍ଦେ କରୁଥିଲି ନୃତ୍ୟ ଆନନ୍ଦେ କରୁଥିଲି ନୃତ୍ୟ ନୃତ୍ୟ ଦେଖି ପ୍ରଭୁ ମୋର ହେଲେ ମୋହିତ ମନେ ପଡୁନି ଆଜି ସେ କଥା ଆଚ୍ଛା ଆଚ୍ଛା ଅନେକ ଦିନ ହେଇଗଲାଣି ବେଶ ଉତ୍ତର ଭାରତରୁ ଜ୍ଞାତି କୁଟୁମ୍ବ ମାନଙ୍କ ସହିତ ଆସିଥିଲି ପୁରୀ ଦର୍ଶନ କରିବା ପାଇଁ ଏ ପୁରୀରେ କାଳିଆ ଶାନ୍ତକୁ ଦର୍ଶନ କଲା ପରେ କି ମୋହିନୀ ମନ୍ତ୍ର ଲଗେଇ ଦେଲା ସେ କେଜାଣି କେଜାଣି ଆଉ ଜ୍ଞାତି ମାନଙ୍କ ସହିତ ଫେରିବାକୁ ଇଚ୍ଛା ହେଲାନି ଆଉ ଘରକୁ ଫେରିଲିନି ଜ୍ଞାତି ବନ୍ଧୁ ମାନଙ୍କ ଠାରୁ ଅଲଗା ହେଇ ଏଇ କାଳିଆ ଶାନ୍ତ ପାଖରେ ରହିଯିବା ପାଇଁ ଇଚ୍ଛା ହେଲା ଭାରି ଇଚ୍ଛା ରହିଗଲି କାଳିଆ ପାଖରେ କି ସମ୍ମୋହନ ଶକ୍ତି ଅଛି କେଜାଣି ସେ ଚକା ଆଖି ଦିଟାରେ କି ମାୟାରେ ସିଏ ମତେ ବାନ୍ଧିଦେଲା କେଜାଣି ସେଇଦିନ ତା ପାଖରେ ରହିଗଲି ପାଦରେ ନୁପୁର ବାନ୍ଧିଲି ଅଣ୍ଟାରେ ଘାଗରା ବାନ୍ଧିଲି ବାନ୍ଧିଲି। ମସ୍ତକରେ ଜୁଡା ସଜାଡ଼ିଲି ସେ ଜୁଡାରେ କେତକୀ କଳିକି ଖଞ୍ଜିଲି ମୃଦଳର ତାଳେ ତାଳେ ମୃଦଙ୍ଗର ତାଳେ ତାଳେ ମର୍ଦଳର ତାଳେ ତାଳେ ପାଦ ମିଶେଇ ନାଚିଲି ଆଚ୍ଛା। ମୋ କାଳିଆ ଶାନ୍ତ ମନକୁ ପାଇଲା ପାଇଲା ମନକୁ ପାଇଲା ବଡ ସିଂହାର ବେଶ ହେଇ ସାରିଲା ପରେ ଦୁଗ୍ଧ ଫେନିଳ ଶଯ୍ୟା ଉପରେ ମୋ କାଳିଆ ଶାନ୍ତ ଯେତେବେଳେ ଅଧା ଉଜା ଅବସ୍ଥାରେ ଗୀତ ଗୋବିନ୍ଦର କୋମଳ ପଦକୁ ଶୁଣେ ଆଉ ମୋର ଗୀତକୁ ଶୁଣେ ସେ ଗୀତକୁ ଶୁଣିଲା ପରେ ମୋ କାଳିଆ ଶାନ୍ତ ଏତେ ଆନନ୍ଦିତ ହେଇଯାଆନ୍ତି ତାଙ୍କର ଭାବରେ ମୁଁ ଏମିତି ବିଭୋର ହେଇଯାଏ ମୋର କେହି ନଥିଲେ ବୋଲି ମତେ ବିଶ୍ୱାସ ଆସେନି ମୁଁ ଭାବେ ଦୁନିଆରେ ଗୋଟାଏ ପରିପୂର୍ଣ୍ଣ ଜୀବନ କେବଳ ମୋର କାରଣ ମୁଁ ମୋ କାଳିଆ ଶାନ୍ତ ପାଖରେ ଅଛି ମୁଁ ମୋ କାଳିଆ ଧନ ପାଖରେ ଅଛି ଜୀବନ ଯୌବନ ସବୁ ସମର୍ପିଲି ମୋର କଳା ଧନ ପାହାଚେ ସେ ଜୀବନର ଜ୍ୟୋତି ମଉଳି ଗଲାରୁ ପର କରିଦେଲା ସେ ମୋର ଜୀବନ ଯୌବନ ଜାନୁ ସବୁ ତାକୁ ଅର୍ପଣ କରିଥିଲି କିନ୍ତୁ ଆଜି ଆଜି ଆଉ ପାଦରେ ନୁପୁର ବାନ୍ଧିବାର ସାମର୍ଥ୍ୟ ନାହିଁ କ୍ଷମତା ନାହିଁ କଟିରେ ଘାଗରାର ଭାର ସହିବାର ସାମର୍ଥ୍ୟ ନାହିଁ ମୋର ନାହିଁ ମୋର ଏ ପକ୍ୱ କେଶରେ ଆଉ ଜୁଡ଼ା ବାନ୍ଧିବାର ଶୋଭା ପାଇବନି
ଆଖିରେ ଆଉ ଜ୍ୟୋତି ନାହିଁ ଯେ ସେ ଜ୍ୟୋତିରେ କଜଳ ଲଗେଇ କଟାକ୍ଷୀ ଆଣି ମୋର ଚକା ନୟନକୁ ଚାହିଁ ଏ ଜୀବନର ଅନ୍ତିମ ସମୟରେ ମୋ ସବୁ ପ୍ରଭୁ ମତେ ଭୁଲିଗଲା। ଭୁଲିଗଲେ ନା କାହିଁକି ଭୁଲିବନି ଯେ କାହିଁକି କାହିଁକି ଭୁଲିବନି ସିଏ କାଳିଆରେ ମୋ ପରିଚୟ ଏମିତି କେତେ ଭୁଲି ଯାଇଛି ସିଏ ନୁହେଁ ମୁହିଁ ରାଧା ଅବା ମୀରାବାଇ ଅବା ଯଶୋମତୀ ମାହା ରହିଲୁ ପୁଣି କହୁଛି ଆଚ୍ଛା ମୁଁ କଣ ରାଧା ହେଇପାରିବି କି ରାଧାକୁ ପରା ସିଏ ଭୁଲିଗଲା ବେଶ ଗୋପପୁରରେ ରାଧା ସହିତ କେତେ ପ୍ରେମ କେତେ ଆବେଗତା କେତେ ଭାବ କିନ୍ତୁ ସେ ଭାବ ଭୁଲିଗଲା ଭୁଲିଗଲା ମୀରାବାଇ କି ଭୁଲିଗଲା ମୀରାବାଇ କି ଯୋଉ ମୀରାବାଇ ଇହାରି ପ୍ରେମରେ ତଲ୍ଲୀନ ହେଇ ନିଜର ବିବାହିତ ସ୍ୱାମୀକି ବି ପଚାରି ନଥିଲା କେବଳ ସେ କୃଷ୍ଣ ପ୍ରେମରେ ମଜି ଯାଇଥିଲା ଏ ବାବା ଯଶୋମତୀ ମା ଯଶୋମତୀ ମା ଲାଳନ ପାଳନ କରିଥିଲା ଦେବକୀ ମା ସିନା ଜନ୍ମ କରିଥିଲା କିନ୍ତୁ ଦେବକୀ ମା ଲାଳନ ପାଳନ କରିଲି ଲାଳନ ପାଳନ କରିଥିଲା ଯଶୋମତୀ ମା କେତେ ଦୁଃଖ ନ ସହିଛି କେତେ କଷ୍ଟ ନ ସହିଛି କିନ୍ତୁ ତାକୁ ବି ଭୁଲିଗଲା ସେମାନଙ୍କୁ ଯେତେବେଳେ ଭୁଲି ପାରୁଛି ମୋ ଭଳି ଗୋଟେ ଦାସୀକି ଭୁଲିଯିବା କି ବିଚିତ୍ର କଥା କି ବଡ କଥା କାହିଁକି ଆଉ ସେ କଥା ମନେ ପକେଇବି ଜୀବନର ଅନ୍ତିମ ସମୟ ଜୀବନ ଦୀପ ଲିଭି ଲିଭି ଆସିଲାଣି ତେଲ ସରି ସରି ଆସିଲାଣି ଆଉ କେତେ ଦିନ ବା ବଞ୍ଚିବି ଯେ କାହିଁକି ସେ କଥା ମନେ ପକେଇବି ଠିକ ଏଇ ଭାବନା ବେଳେ ଗୋଟିଏ ପିଲାଟିଏ ମେଚଡ଼ ପିଲାଟିଏ ଛୋଟ ପିଲାଟା କାଳିଆ ମେଚଡ଼ ଛୋଟ ପିଲାଟାଏ ପେଟକୁ ଲାଗିଛି ପିଠି ଇଏ ଧୂଳି ଦୋଷରେ ତ ହୋଇଛି ଶରୀର ଲୁଗା ତାର 7 ଗଣ୍ଠି ଦେଖିଲା ଗୋଟିଏ କାଳିଆ ମେଞ୍ଚଡ଼ ପିଲାଟିଏ ଆଚ୍ଛା ଆଚ୍ଛା ଜୀର୍ଣ୍ଣ ଶୀର୍ଣ୍ଣ ଶରୀର ଆଖିରୁ ଲେଞ୍ଜେରା ଧାର ବହି ପଡୁଛି ନାକରୁ ସିଙ୍ଗାଣି ଧାର ବହି ପଡୁଛି ପେଟଟା ଶୁଖି ଶୁଖି ଯାଇ ପିଠିରେ ଲାଗିଗଲାଣି 7 ଛିଣ୍ଡା କନା ଖଣ୍ଡାକୁ ଗଣ୍ଠି ପକେଇ ପିନ୍ଧିଛି କନା ପିନ୍ଧିଛି ତାରି ପାଖରେ ଛିଡା ହେଇ କହୁଛି ମା କଣ ଗୋଟେ ଖାଇବାକୁ ଦେ ଦିଅ ମା 3 ଦିନ ହେଲା କିଛି ଖାଇନି ବେଶ। ମତେ ପ୍ରବଳ ଭୋକ ହଉଛି କଣ ଗୋଟେ ଖାଇବାକୁ ଦେ ଦିଅ ବିଶ୍ୱାସ କରିପାରୁନି କାନକୁ ଏହି ପିଲା ହିଁ ଡାକୁଥିଲା ଏଇ ପିଲା ହିଁ ଡାକୁଥିଲା ମତେ ମୁଁ ଚାଣ୍ଡାଡ଼ି ଏତେବେଳେ ଯାଏ ବସି ଭାବନା ରାଜ୍ୟରେ ବୁଡି ଯାଇଛି ପିଲାଟା ପାଇଁ କିଛି ଆୟୋଜନ କରିପାରିନି ଭିଡି ଆଣିଲା କୋଳକୁ ଆବେଗରେ ବକ୍ଷେ ଜଡାଇ ମୋର ରଙ୍କୁଣୀ ଧନ ଏ ରଙ୍କୁଣୀ ଧନରେ ମୋର ରଙ୍କୁଣୀ ଧନ ଇଏ ଟିକିଏ ଅପେକ୍ଷା କରି ଯା ବାବୁ ଦେବୀ ଭୋଜନ କରିଯା ବାବୁ ଦେବୀ ଭୋଜନ ଇଏ ଝାଡ଼ି ଝୁଡ଼ି ଦେଇ ଦେହକୁ ସଫା କନାରେ କହି ଝାଡ଼ି ଝୁଡ଼ି ଦେଇ ଦେହକୁ ସଫା କନାରେ କହି ଏ ଆସନ ଖଣ୍ଡିଏ ପାରିଣ ବୁଢୀ ଦେଲା ବସାଇ ଆସନ ଖଣ୍ଡିଏ ପାରିଣ ବୁଢୀ ଦେଲା ବସାଇ ପିଲାଟିର ସେ ମହିଳା ଧୂଳି ଧୂସର ଦେହକୁ ଝାଡ଼ି ଦେଲା ଆଚ୍ଛା ଆବେଗରେ କୋଳରେ ଚଢ଼େଇ ଧରି କହୁଛି ମୋ ରଙ୍କୁଣୀ ଧନରେ ମୋ ବାପ ଧନରେ ତୁ ମୋ କଳା ମାଣିକ ତୁ ମୋ କଳା ମାଣିକ ରହ ବାପା ଟିକିଏ ଅପେକ୍ଷା କର ତତେ ମୁଁ ଦୁନିଆ ଖାଇବାକୁ ଦେବି ରୋଷେଇ କରି ଖାଇବାକୁ ଦେବି ଝାଡ଼ି ଦେଇ ଦେହଟିକି ଭଲ ଲୁଗା ଖଣ୍ଡିଏ ପିନ୍ଧେଇ ଦେଇ ଗୋଟିଏ ଆସନ ଉପରେ ବସେଇ ଦେଲା ଅଣ୍ଡାଳୁ ଅଣ୍ଡାଳୁ ଘୁମରୁ ପାଇଲା ଅରୁଆ ଚାଉଳ 2 ମୁଠା ଅରୁଆ ଚାଉଳ 2 ମୁଠା ଅରୁଆ ଚାଉଳ 2 ମୁଠା ଇଏ ଘଡ଼ିରେ ସାଇତା ମୁଗ ଯାଇ କିଛି ଇଏ ଶୁଖିଲା ପରିବା 2-4ଟା ଶୁଖିଲା ପରିବା 2-4ଟା ଭଲ ଶୁଖିଲା ପରିବା 2-4ଟା ତାକୁ କାଟି ଦେଇ ତାକୁ କାଟି ଦେଇ ତାକୁ କାଟି ଦେଇ ତାକୁ କାଟି ଦେଇ ଇଏ ଧୋଇ ଧାଇ ହାଣ୍ଡି ସେ ବସାଇ ତାକୁ କାଟି ଦେଇ ତାକୁ କାଟି ଦେଇ ମୋର ବିଚାରକ ମଣ୍ଡଳୀ ବୁଢୀର କଣ ରୋଜଗାର ଅଛି ଏ ଭିକ୍ଷାରୁ ଯାହା କିଛି ସଞ୍ଚୟ କରେ ଗୋଟିଏ ଘୁମଟିଏ ଥୋଇଥାଏ ଘରେ ସେ ଘୁମରେ ଚାଉଳ ପୁଞ୍ଜେ ପୁଞ୍ଜେ ନୀତି ଭିକ୍ଷା ମାଗି ଆଣି ପକାଏ ସେ ଘୁମରୁ ଅଣ୍ଡାଳୁ ଅଣ୍ଡାଳୁ 2 ମୁଠା ଅରୁଆ ଚାଉଳ ମିଳିଲା 2 ମୁଠା ଅରୁଆ ଚାଉଳକୁ ଘଡ଼ିରେ ସାଇତି ରଖିଥିଲା ପୁଞ୍ଜିଏ ମୁଗ ଯାଇ ସେ ମୁଗ ଯାଇ ପୁଞ୍ଜାକ ଆଉ ଶୁଖିଲା ପରିବା ଯୋଡ଼େ ୟାକୁ କାଟି କୁଟି ହଳଦୀ ଦେଇ ଲୁଣ ଦେଇ ଶୁଖିଲା ଖେଚେଡି ଟିକିଏ ବସେଇ ଦେଲା ହାଣ୍ଡିରେ ଚୁଲି ଜାଳୁଛି ବସିକି ଖେଚେଡି ଉତରିଲା ଘାଣ୍ଟିବାକୁ ତାର ପାଶେ ଚଟୁ ନାହିଁ ଦାନ୍ତ କାଠିରେ ତା ଘାଣ୍ଟି ଦେଇ ଦାନ୍ତ କାଠିରେ ତା ଘାଣ୍ଟି ଦେଇ ତମେ ଦାନ୍ତ କାଠିରେ ତା ଘାଣ୍ଟି ଦେଇ ପ୍ରସ୍ତୁତ ଖେଚେଡି କଦଳୀ ପତ୍ରରେ ଆବେଗରେ ନେଇ ଢାଳି ଦେଇ ଆବଗରେ ନେଇ ଢାଳି ଦେଇ ବୋଲା ଆବେଗରେ ନେଇ ଢାଳି ଦେଇ ଆସ ବାପ ଧନ ଆସ ବାପ ଧନ ଆସ ବାପ ଧନ ଆସ ବାପ ଧନ ଏ ଆନନ୍ଦ କର ତୁ ତା ଭଜନ ଆସ ବାପ ଧନ ଆସ ବାପ ଧନ ବିଚାର
ଯୁବକ ମଣ୍ଡଳୀ ଚଟୁ ଖୋଜିବାକୁ ବେଳ ନାହିଁ ଚଟୁ କାଇଁ ବେଳ ନାହିଁ ଚଟୁ ଖୋଜିବାକୁ ଆଖିକି ତ ଦିଶୁନି ଚଟୁ ଖୋଜିବ କୁଆଡୁ ଚଟୁ ଥୁଆ ତେଣୁ ଯୋଉ ଦାନ୍ତ କାଠିରେ ଦାନ୍ତ ଘଷୁଥିଲା ଆଜ୍ଞା, ଆଜ୍ଞା। ସେଇ ଦାନ୍ତ କାଠିରେ ଘାଣ୍ଟି ଦେଲା ଖେଚେଡି କି ଦାନ୍ତ କାଠିରେ ଖେଚେଡି କି ଘାଣ୍ଟି ଦେଇ ପ୍ରସ୍ତୁତ ହେଇଗଲା ଖେଚୁଡି ଯେତେବେଳେ ଖେଚୁଡି ପ୍ରସ୍ତୁତ ହେଇଗଲା ତାକୁ ଢାଳି ଦେଲା କଦଳୀ ପତ୍ରକୁ କଦଳୀ ପତ୍ରକୁ ଢାକି ଦେଇ କହୁଛି ବାପା ଆସେ ବାପା ଆସେ ମୋ ତୋ ସୁନା। ପାଇଁ ରୋଷେଇ କରିଦେଲି ଆସେ ପାଖକୁ ଆସ ମୋ ଧନରେ ମୋର ଦୁଃଖୀ ସଂଖାଳି ଦୁଃଖୀ ସଙ୍କାଳି ଯେ କୋଳରେ ବସ ମୋ ଧନରେ ମୋର ଜୀବନ ମାଳି କୋଳରେ ବସରେ ଧନରେ ମୋର ଜୀବନ ମାଳି ଏ ବାପା ବାପା ଆଉ ଡେରି କରନା ମୁହଁ ହାତ ଧୋଇକରି ପିଲାଟି ମୁହଁ ହାତ ଧୋଇକରି ଯେତେବେଳେ ଆସିଲା ତାକୁ ବସେଇ ଦେଲା କୋଳରେ ବସେଇ ଦେଲା କୋଳରେ ପିଠିକି ଆଉଁସି ଆଉଁସି ହାତରେ ତତଲା ଖେଚେଡି ଖୁଆଇ ଦଉଛି ପିଲାଟି ଖାଉଛି ଆଜ୍ଞା ଆନନ୍ଦରେ ପିଲାଟି ଖାଉଛି ବୁଢୀ କହୁଛି ଧନରେ ଭଲରେ ଦିଶୁ ନାହିଁ ଆଖିକି ମୋର ଭଲରେ ଦିଶୁ ନାହିଁ ଆଖିକୁ ମୋହର ଭଲରେ ଦିଶୁ ନାହିଁ ନାହିଁ ଆଖିକୁ ମୋହର ଭଲରେ ଦିଶୁ ନାହିଁ ଆଖିକୁ ମୋହର ଭଲ କି ମନ୍ଦ ତାନ କହରି ବିଚାର ଭରି ବିଚାର ଭରି ବିଚାର ଆରେ ବାପ ଧନ ମୋ ଆଖିକି ଦିଶୁନି ଲୁଣ ପକେଇଛି କି ହଳଦୀ ପକେଇଛି ତା ବି ମନେ ପଡୁନି କଣ ତତେ ଲାଗୁଥିବ ମୋ ବାପ ପରା ମୋ ଧନ ପରା ଖାଇଦେ ମୋ ବାପ ଖାଇଦେ ଚାଟି ଚୁଟି କରି ସବୁ ଖାଇଦେଲେ କାଳିଆ ବାଳକ ଗୋଟା ଇଏ ବୋଇଲେ ମାଲୋ ତୋ ହାଟ ଖେଚେଡି ଜଗତ ସବୁଠୁ ମିଠା ଆଜ୍ଞା ପତ୍ରରେ ଯେତିକି ଖେଚେଡି ବାଢିଥିଲା ସବୁ ଯାକ ଚାଟି ଚୁଟି ଖାଇଦେଲା କାଳିଆ ପିଲାଟା କହିଲା ମା ଏ ଦୁନିଆରେ ଯେତେ ଖାଦ୍ୟ ଖାଇଛି ସବୁ ଖାଦ୍ୟଠୁ ଏ ଖାଦ୍ୟ ବେଶୀ ମିଠା ମା ମୋ ଜୀବନ ଯାକ ମନେ ରଖିବି ମୋ ଜୀବନ ଯାକ ମନେ ରଖିବି ମା ତତେ ଅନୁରୋଧ କରୁଥିଲ ମା ତୁ ସବୁଦିନ ଏମିତି ଯୋଡ଼ିଏ ଯୋଡ଼ିଏ ଖେଚେଡି ମତେ ରାନ୍ଧିକି ଦବୁ ନା ବୁଢୀ ପ୍ରତିଦିନ ଖେଚେଡି ରାନ୍ଧେ ସେଇ ଅଗାଧୁଆ ଦାନ୍ତ ଘଷୁଥିବା ଅବସ୍ଥାରେ ରାନ୍ଧେ ସେଇ ଦାନ୍ତ କାଠିରେ ସେଇ ଖେଚେଡି କି ଘାଣ୍ଟେ ତାକୁ ସେ କାଳିଆ ମେଞ୍ଚଡ ପିଲାଟା ଖାଏ ଏଣେ ଆଜ୍ଞା ବଡ ଦେଉଳରେ ଜଗନ୍ନାଥଙ୍କର ପ୍ରହାତ ମଣୋହି ପାଇଁ ଯେତେବେଳେ ବଡ ପଣ୍ଡା ଚଳୁ ଧରନ୍ତି ଚଳୁରେ ଜଗନ୍ନାଥ ଦେଖା ଦିଅନ୍ତିନି ଭୋଗ ମାରା ହୁଏ ସେ ଭୋଗ ଫୋପଡା ହୁଏ ପ୍ରତିଦିନ ଏମିତି ଚାଲି ଆସିଛି ଦିନକର କଥା ବଡ ଦେଉଳର ବଡ ପଣ୍ଡା ଚିନ୍ତା କଲେ ଅଘଟଣ ଘଟୁଛି କାହିଁକି ଦିନେ ଆଜ୍ଞା ବଡ ପଣ୍ଡା ସେଇ ସାହିରେ ଯାଉ ଯାଉ ଚନ୍ଦନ କର୍ପୂର ବାସ ତୁଳସୀ ବାସ ସୁବାସ ଚୌଦିକ ପ୍ରକମ୍ପିତ ଶଙ୍ଖ ଧ୍ୱନିରେ ଯାଉଛନ୍ତି ସେ ସାହିରେ ବଡ ପଣ୍ଡା ଚନ୍ଦନର ମୁହୁର୍ମୁହୁ ବାସ କର୍ପୂର ଅଗୁରୁ ଚୁଆ ଚନ୍ଦନର ବାସ ସଜ ତୁଳସୀର ସୁବାସ ମଧୁର ଶଙ୍ଖ ଧ୍ୱନି ବଡ ପଣ୍ଡାଙ୍କର କାନରେ ଗହରିତ ହେଲା ବଡ ପଣ୍ଡା ଚିନ୍ତା କଲେ ଏସବୁ ଦିନ ଏଠି କେମିତି ଏସବୁ ଶବ୍ଦ ଏଠି କାହିଁକି ଏ ସୁଗନ୍ଧ ଏଠି କାହିଁକି ଇଏ ତ ବଡ ଦେଉଳର ବାସନା ଇଏ ତ ବଡ ଦେଉଳର ଗନ୍ଧ ଏ ଗନ୍ଧ ଏଠିକି କେମିତି ଆସିଲା ଆସୁଛି କୋଉଠୁ ଏ ଗନ୍ଧ ଆସୁଛି କୋଉଠୁ ଅଣ୍ଡାଳି 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 ବଡ ପଣ୍ଡା ଯାଇ ପହଞ୍ଚି ଗଲେ ସେଇ ବୁଢୀଟି ଦ୍ୱାରେ ସେଇ ବୁଢୀର ଘର ଭିତରୁ ଏ ଚନ୍ଦନ କର୍ପୂର ଅଗୁରୁ ଚୁଆ ଚନ୍ଦନର ବାସ ଆସୁଛି ବଡ ପଣ୍ଡା ପଚାରିଲେ ମା ତୋ ଘରେ କିଏ ଅଛି ଲୋ ବୁଢୀଟି କହିଲା ମୋ ଘରେ କିଏ ରହିବ ପଣ୍ଡା ଶାନ୍ତେ ଅହୋ ଭାଗ୍ୟ ଆଜି ବଡ ଦେଉଳର ପଣ୍ଡା ଶାନ୍ତେ ମୋ ଦୁଆରେ ବଡ ପଣ୍ଡା ଶାନ୍ତେ ମୋ ଦୁଆରେ ଆପଣଙ୍କର ପାଦ ଟିକେ ଧୋଇ ପାଣି ଟିକେ ପାଇଲେ ଜୀବନ କୃତାର୍ଥ ହେଇଯିବ ବୁଢୀ ପାଣି ଧରି ଆଣି ପାଦ ଧୋଇ ଦେଇ ପାଣି ଟିକେ ପାଇ ଦେଇଛି ବଡ ପଣ୍ଡା ପଚାରିଲେ କହିଲେ ତୋ ଘରକୁ କିଏ ଆସୁଥିଲ ନୀତି ତୋ ଘରକୁ କିଏ ଆସୁଛୁ ନୀତି ତୋ ଘରୁ ଏ ବାସନା ବାହାରୁଛି କାହିଁକି ବୁଢୀଟି କହିଲା ମଣିମା ଗୋଟିଏ କାଳିଆ ମେଞ୍ଚଡ ପିଲାଟିଏ ଖାଇବାକୁ ପାଉନି ନୀତି ଆସୁଛି ମତେ ଖାଦ୍ୟ ମାଗୁଛି ମୁଁ ତାକୁ ଅଗାଧୁଆ ଅବସ୍ଥାରେ ଦାନ୍ତ ଘଷା କାଠିରେ ଖେଚେଡି ଟିକେ ରାନ୍ଧି ତାକୁ ଖାଇବାକୁ ଦଉଛି ଅଭାଗିନୀ ପାପିନୀ ଲୋ କେଡେ କର୍ମ କଲୁ ଅଭାଗିନୀ ପାପିନୀ ଲୋ କେଡେ କର୍ମ କଲୁ ଏ ଅସତରେ ପ୍ରଭୁଙ୍କୁ ତୁ ପ୍ରସାଦ ବାଣ୍ଟିଲୁ ଏ ପାପିନୀ ତତେ ନରକରେ ବି ସ୍ଥାନ ନାହିଁ କଣ କଲୁ ଲୋ ପ୍ରଭିନୀ 14 ବ୍ରହ୍ମାଣ୍ଡର ନାଥ ଯିଏ ଅଖିଳ ବ୍ରହ୍ମାଣ୍ଡର ନାଥ ଯିଏ 56 ଭୋଗୀ ଯିଏ ତାକୁ ତୁ ଅଇଁଠା ଖେଚେଡି ଖୁଆଉଛୁ ଦାନ୍ତ ଘଷା କାଠିରେ ଘାଣ୍ଟି କରି ଖେଚେଡି ଖୁଆଉଛୁ
ତୋ ଦୁଆରକୁ ଯୋଉ କାଳିଆ ମେଚଡ ପିଲାଟି ଆସୁନି ସେ ପିଲାଟି ଆଉ କେହି ନୁହଁ ସିଏ ହଉଛି ଅଖିଳ ବ୍ରହ୍ମାଣ୍ଡର ନାଥ ଜଗନ୍ନାଥ ଲୋ ସିଏ ହଉଛି ଅଖିଳ ବ୍ରହ୍ମାଣ୍ଡର ନାଥ ଜଗନ୍ନାଥ। ଯେତେବେଳେ ବୁଢୀ ଶୁଣିଦେଲା ଆଖିରୁ ଧାର ଧାର ଏଇ ଲୁହ ବୋହି ଯାଉଛି କହିଲା ମଣିମା ମୂର୍ଖ ବୁଢୀଟା ମୁଁ ଅଜ୍ଞାନୀ ଲୋକଟା ମୁଁ କେଡେ ଅପରାଧ କଲି ମୋ ମଣିମାକୁ ମୁଁ ଦାନ୍ତ କାଟି ଗସା କାଟିରେ ଖେଚେଡି ରାନ୍ଧି କରି ଖାଇବାକୁ ଦେଲି ଆଉ ସେ ଭୁଲ ହବନି ଆଉ ମଣିବା ସେ ଭୁଲ ହବନି। ତା ପରଦିନ ଠାରୁ ବୁଢୀଟି କଲା କଣ ସକାଳୁ ଉଠି ସୁଧ ସ୍ନାନ କରି ଶୌଚ ହୋଇ ହାଣ୍ଡିଆ ଟିକା ମାଜି ନୂଆ ହାଣ୍ଡିରେ ଅନ୍ନ ପ୍ରସ୍ତୁତ କଲା ଡାକିଲା ମୋ କାଳିଆ ଧନ ଆସ ଡାକି ଡାକି ତାର ତଣ୍ଟି ଶୁଖିଗଲା କାଳିଆ ତ ଆସୁନାହିଁ ଆଜ୍ଞା ଡାକି ଡାକି ତାର ତଣ୍ଟି ଶୁଖିଗଲା କାଳିଆ ତ ଆସୁନାହିଁ ଆଜ୍ଞା ନୀତି ନିୟମରେ ବନ୍ଧା ନୁହେଁ ସେ ଭକତିରେ ବନ୍ଧା ସେ ଯେତେ ଡାକିଲେ କାଳିଆ ଶାନ୍ତ ଆସୁନି କେମିତି ଆସିବ ଯେ ସେ କଣ ନୀତି ନିୟମରେ ବନ୍ଧା ସିଏ କଣ ଆଚାର ବ୍ୟବହାରରେ ବନ୍ଧା ସିଏ ପରା ଭକ୍ତିରେ ବନ୍ଧା କହିଲାନି ସାଲ ବେଗ ଭକତ ତ ପିତା ମାତା ଭକତ ତ ଭକତ পিতা মাতা ভকত তো বন্ধু ভকত হি মরে তোর নাম কৃপা সিন্ধু নাম কৃপা সিন্ধু একা তো ভকত জীবন একা জীবন ଗୋଟିଏ ଶ୍ଳୋକ ଗାଇବି ପୁଅ ଠାକୁର କହିଛନ୍ତି ମୁଁ ଥାଏ କୋଉଠି ନହଂ ତ୍ରିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେନ ଚ ମଦଭକ୍ତ୍ୟା ଯତ୍ର ଗାୟନ୍ତି ତତ୍ର ତିଷ୍ଠାତି ତତ୍ର ତିଷ୍ଠାମି ନାରଦ। ଭଗବାନ କହିଥିଲେ ହେ ନାରଦ ମୁଁ ବୈକୁଣ୍ଠରେ ରହେନି ମୁଁ ଯୋଗୀ ମାନଙ୍କର ଧ୍ୟାନ ଗମ୍ୟ ସ୍ଥାନରେ ରହେନି ମୁଁ ରହେ ମୋ ଭକ୍ତର ଅନାବିଳ ହୃଦୟ ଭିତରେ ଯେଉଁଠି ଭକ୍ତ ମତେ ଅନାବିଳ ଚିତ୍ତରେ ଡାକୁଛି ମୁଁ ତାକୁ କେବେ ଛାଡି ପାରିବିନି। ହେ ବିଚାରକ ମଣ୍ଡଳୀ ଯେତେବେଳେ ଶୁଦ୍ଧ ଶୌଚ ହେଇ ବୁଢୀ ଖେଚେଡି ରାନ୍ଧି ଡାକିଲା ପ୍ରଭୁ ଆସିଲେନି ଏମିତି କିଛି ଦିନ ବିତିଗଲା କିଛି ଦିନ ପରେ ବୁଢୀର ଯେ ଆଜ୍ଞା ଶେଷ ସମୟ ଆସିଲା ଇଏ ଜୀବନ ଗୋଟିକ ପଞ୍ଚମୂତ ମଧ୍ୟ ତାର ଲୀନ ହୋଇଗଲା କିଛି ଦିନ ପରେ ବୁଢୀଟି ଆଜ୍ଞା ମରିଗଲା ଆତ୍ମା ପରମାତ୍ମାଙ୍କ ସହିତ ମିଶିଗଲା ଏ ମାଟି ଘଟଟା ପଞ୍ଚଭୂତରେ ମିଶିବ ଏଇ ସମୟରେ ହେଇଛି କଣ ଜଗନ୍ନାଥ ମହାପ୍ରଭୁ ଗଜପତି ରାଜାଙ୍କୁ ସ୍ୱପ୍ନରେ କହିଲେ ହେ ରାଜା ଦୋଳ ମଣ୍ଡପ ସାହିରେ ମୋ ମା ମରି କରି ପଡିଛି ଦୋଳ ମଣ୍ଡପ ସାହିରେ ମୋ ମା ମରି କରି ପଡିଛି ମୋ ମା କୁ ରାଜୋଚିତ ସମ୍ମାନ ସହିତ ନେଇ ସ୍ୱର୍ଗଦ୍ୱାରରେ ଦାହ କର। ହେ ବିଚାରକ ମଣ୍ଡଳୀ ଯେତେବେଳେ ଆଦେଶ ରାଜା ପାଇଲେ ପରିଜନ ମାନଙ୍କୁ ସାଙ୍ଗରେ ନେଇ ନିଜେ ଗଜପତି ରାଜା ତାର ଶବକୁ କାନ୍ଧରେ ବହନ କଲେ ଲକ୍ଷ୍ମୀଙ୍କର ରୋଷଶାଳାରୁ ଜଗନ୍ନାଥଙ୍କର ରୋଷଶାଳାରୁ ଆସିଲା ଆଜ୍ଞା ବାଡ଼ବାଗ୍ନି ସେଇ ଅଗ୍ନିରେ ନେଇ ସ୍ୱର୍ଗଦ୍ୱାରରେ ଦାହ କରାଗଲା ସେ ବୁଢୀଟିକି ସେ ବୁଢୀଟି କିଏ ସେ ବୁଢୀଟି ହଉଛି କରମାବାଇ ଆପଣ ମାନଙ୍କର କରମାବାଇ ଆଜି ବି ଆପଣ ମାନଙ୍କର ମକର ସଂକ୍ରାନ୍ତି ଠାରୁ ଯେତେବେଳେ ଜଗନ୍ନାଥ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମାନେ କୁମ୍ଭ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଜଗନ୍ନାଥଙ୍କର ଯୋଉ ପହିଲି ଭୋଗ ହୁଏ ଯୋଉ ପହିଲି ଭୋଗ ହୁଏ ସେ ପହିଲି ଭୋଗ କଣ ନା ଏ କରମାବାଇ ଖେଚୁଡି ଏଇ ଲୁଣ ପକା କରମାବାଇ ଖେଚୁଡି କରମାବାଇର ସ୍ମୃତି କି ମୋ ପ୍ରଭୁ ମନେ ରଖିଅଛି ଏବେ କରମାବାଇର ସ୍ମୃତି କି ମୋ ପ୍ରଭୁ ମନେ ରଖିଅଛି ଏବେ ଭକ୍ତି ଭରେ କରମାବାଇର ଖେଚଡି ଖାଉଛି ଭାବେ ଏ ବାପା ବର୍ତ୍ତମାନ ଜଗନ୍ନାଥ ମହାପ୍ରଭୁ ମନେ ରଖିଛନ୍ତି ସେ କରମାବାଇ କି ଆଜି ବି ବଡ ମନ୍ଦିରରେ ପ୍ରଚଳିତ ଅଛି କରମାବାଇ ଖେଚଡି ହଉ ଏଇଠାରୁ ବି ସ୍ୱୟଂ ହୋଇଲା ସମାପନ ଇଏ ନବାଦିନ ପାଲା କାର୍ଯ୍ୟକ୍ରମ ହୋଇଲା ସମ୍ପୂର୍ଣ୍ଣ ମୋର ସମସ୍ତ ଉତ୍କଳୀୟ ଶ୍ରୋତାଗଣ ଜାଣ ଆନନ୍ଦରେ ପାଲା କାର୍ଯ୍ୟକ୍ରମ କରିଲେ ସଜନ ଇଏ କରିଲେ ଶ୍ରବଣ
ଆଜ୍ଞା ରେଡିଓ ଚକଲେଟକୁ ଦିଏ ଧନ୍ୟବାଦ ଦେବା। ଏ ଅଭିନବ ଉପାୟ ଏକ ଚିନ୍ତା କରିଛନ୍ତି ଅବା। ଆଜ୍ଞା ଏହିପରି କାର୍ଯ୍ୟକ୍ରମ ସଦା ଚାଲିଥାଉ। ଲୋକମାନଙ୍କର କାନେ ହରି କଥା ପଡୁଥାଉ। ଆଜ୍ଞା ବିଦାୟ ମାଗୁଛୁ ଏବେ ଦିନ ପଣ୍ଡା ଜାଣ। ସମସ୍ତଙ୍କୁ ଦୟା କରନ୍ତୁ ପ୍ରଭୁ ନାରାୟଣ। ଆଜ୍ଞା ଏହି ଠାରୁ ଦିନ ପଣ୍ଡା ନେଉଛି ମେଲାଣି। ये समस्तଙ୍କୁ दया करंतु प्रभु चक्रपाणी। बोल हरि हे हरि करिबे बाबू पानी। बोल संरक्षण महाबाहु आनंद सागरे सर्वे उच्च करी हरिबोल हुलहुली करताली दियो ए विश्व दुख दूर हे।